ଭିଡିଓରେ ଜଳ ଜଳ ଦିଶୁଛି ଗମ୍ଭୀରଙ୍କ ସହ ରୋହିତ ଶର୍ମା ଓ କୋହଲିଙ୍କ ଫାଟ। ତେବେ ସୂଚନା ଅନୁସାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ ପାଇଁ ବିରାଟ କୋହଲି ରାଞ୍ଚିରୁ ରାୟପୁର ଯାତ୍ରା କରୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ବିରାଟ କୋହଲି ବିମାନବନ୍ଦରରେ ବିସିସିଆଇ ଚୟନକର୍ତ୍ତା ପ୍ରଜ୍ଞାନ ଓଝାଙ୍କ ସହ କଥା ହୋଇଥିବାର ଦେଖାଯାଉଛି। ଏହି ଭିଡିଓ ଭାଇରାଲ ହେଉଛି କାରଣ ବିରାଟ ଏବଂ ରୋହିତ ଶର୍ମା ବିଜୟ ହଜାରେ ଟ୍ରଫିରେ ଖେଳିବା ନେଇ ଚର୍ଚ୍ଚା ହେଉଛି। ଉଭୟ ଅଭିଜ୍ଞ ଖେଳାଳି 2027 ବିଶ୍ୱକପ୍ ପର୍ଯ୍ୟନ୍ତ ଖେଳିବାକୁ ଚାହାନ୍ତି, କିନ୍ତୁ ଅନେକ ରିପୋର୍ଟରୁ ଜଣାପଡୁଛି ଯେ ସେମାନଙ୍କୁ ଏପର୍ଯ୍ୟନ୍ତ କୌଣସି ପ୍ରତିଶ୍ରୁତି ଦିଆଯାଇ ନାହିଁ ଯେ ସେମାନେ ବିଶ୍ୱକପ୍ ପାଇଁ ଦଳର ଅଂଶ ହେବେ। ବିରାଟ କୋହଲି ଏବଂ ଚୟନକର୍ତ୍ତା ପ୍ରଜ୍ଞାନ ଓଝା ଗମ୍ଭୀରଙ୍କ ସହ କଥାବାର୍ତ୍ତା କରୁଥିବାର ଦେଖାଯାଉଛି, ଯେତେବେଳେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର 4 କିମ୍ବା 5 ସିଟ୍ ଦୂରରେ ବସିଛନ୍ତି। ଅନ୍ୟ ଏକ ଭିଡିଓରେ ପ୍ରଜ୍ଞାନ ଗମ୍ଭୀରଙ୍କ ସହ ବସିଥିବା ଦେଖାଯାଉଛି, କିନ୍ତୁ କୋହଲି ତାଙ୍କଠାରୁ ଦୂରରେ ବସିଛନ୍ତି। ଏହି ଭିଡିଓଟି ଏପରି ରିପୋର୍ଟ ମଧ୍ୟରେ ଆସିଛି ଯେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ରାଞ୍ଚି ଏକଦିବସୀୟ ପୂର୍ବରୁ ନେଟ୍ ସମୟରେ ବିରାଟ କୋହଲିଙ୍କ ସହ କଥା ହୋଇନଥିଲେ। ଦଳ ଭିତରେ ଫାଟ ଥିବା ଗୁଜବ ରହିଛି। ଏହା ମଧ୍ୟ ଖବର ଆସିଥିଲା ଯେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗ୍ରକର ଚାହୁଁଛନ୍ତି ଯେ ବିରାଟ କୋହଲି ଏବଂ ରୋହିତ ଶର୍ମା ବିଜୟ ହଜାରେ ଟ୍ରଫିରେ ଖେଳନ୍ତୁ। ଭିଡିଓରେ ପ୍ରଜ୍ଞାନ କୋହଲିଙ୍କ କଥା ଶୁଣୁଥିବାର ଦେଖାଯାଉଛି। ବିରାଟ କୋହଲି ଏବଂ ରୋହିତ ଶର୍ମା ଓଡିଆଇରେ ଲଗାତାର 2ଟି ଶତକୀୟ ଭାଗିଦାରୀ କରିଛନ୍ତି। ରାଞ୍ଚି ପୂର୍ବରୁ ସେମାନେ ଅଷ୍ଟ୍ରେଲିଆରେ ତୃତୀୟ ଓଡିଆଇରେ ଏକ ଶତକୀୟ ଭାଗିଦାରୀ କରିଥିଲେ। ରୋହିତ ଶତକ ହାସଲ କରିଥିଲେ ଏବଂ ବିରାଟ ଅର୍ଦ୍ଧଶତକରେ ଅପରାଜିତ ରହିଥିଲେ। ରାଞ୍ଚିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଓଡିଆଇରେ ସେମାନେ ଦ୍ୱିତୀୟ ୱିକେଟ ପାଇଁ ଏକ ଶତକୀୟ ଭାଗିଦାରୀ ମଧ୍ୟ କରିଥିଲେ, ଯେଉଁଥିରେ ବିରାଟ କୋହଲି 135 ଏବଂ ରୋହିତ ଶର୍ମା 57 ରନ୍ କରିଥିଲେ। ଏହି ଇନିଂସଗୁଡ଼ିକ ଟିମ୍ ଇଣ୍ଡିଆକୁ ପ୍ରଥମେ ବ୍ୟାଟିଂ କରି 349 ରନ୍ର ବିଶାଳ ସ୍କୋର କରିବାରେ ସାହାଯ୍ୟ କରିଥିଲା। ପ୍ରଥମ ଦିନିକିଆକୁ 17 ରନ୍ରେ ଜିତିବା ପରେ ଭାରତ 3 ମ୍ୟାଚ୍ ବିଶିଷ୍ଟ ସିରିଜରେ 1-0ରେ ଆଗୁଆ ଅଛି। ଦ୍ୱିତୀୟ ଦିନିକିଆ ବୁଧବାର ଡିସେମ୍ବର 3 ତାରିଖ ଅର୍ଥାତ୍ ଆଜି ରାୟପୁରରେ ଖେଳାଯିବ। ମ୍ୟାଚ୍ ଅପରାହ୍ନ 1:30ରେ ଆରମ୍ଭ ହେବ। ଟସ୍ ଅପରାହ୍ନ 1ରେ ହେବ।